ଭୀମା ଭୂୟାଁ ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସ ଓଡ଼ିଶାର କୃତି ସନ୍ତାନମାନଙ୍କ ମଧ୍ୟରୁ ଅନ୍ୟତମ। ଭୀମା ଭୂୟାଁ ଉପନ୍ୟାସଟି ଛୋଟ ବହି ହେଲେ ମଧ୍ୟ ଲେଖକ ସେଥିରେ ଭରି ଦେଇଛନ୍ତି ଆଦିବାସୀମାନଙ୍କର ରାଜନୀତି, ସମାଜନୀତି, ଅର୍ଥନୀତିର ସୁବିସ୍ତୃତ କାହାଣୀ। ବାସ୍ତବିକ ଏହି ପ୍ରଭାବଶାଳୀ ଲେଖକଙ୍କର ଦାନ ଓଡ଼ିଆ ସାହିତ୍ୟ ପ୍ରତି ଅବିସ୍ମରଣୀୟ। ଏହି ପ୍ରଚଣ୍ଡ ପ୍ରତିଭାଧାରୀ ଲେଖକଙ୍କର ଜନ୍ମ ହୁଏ 1860 ମସିହା କଟକ ଜିଲ୍ଲାର ସାଲେପୁର ଥାନାର ସତ୍ୟଭାମାପୁର ଗ୍ରାମରେ। ସେ ଥିଲେ ଉତ୍କଳ ଗୌରବ ମଧୁସୂଦନଙ୍କର ଅଗ୍ରଜ। ତାଙ୍କର ପିତାଙ୍କ ନାମ ରଘୁନାଥ ଦାସ ଓ ମାତାଙ୍କ ନାମ ପାର୍ବତୀ ଦେଈ। କଲିକତା ବିଶ୍ୱବିଦ୍ୟାଳୟରୁ M.A. ପାସ୍ କରି ସେ ଡେପୁଟି ମାଜିଷ୍ଟ୍ରେଟ ହୋଇଥିଲେ। ଭାରତୀୟଙ୍କ ପକ୍ଷେ ଏହା ସେତେବେଳେ ସବୁଠାରୁ ବଡ଼ ଚାକିରି ଥିଲା। ଚାକିରି ଜୀବନରେ ସେ ଖୁବ୍ ସଚ୍ଚୋଟ ଓ କାର୍ଯ୍ୟକ୍ଷମ ଅଫିସର ଭାବେ ପ୍ରଶଂସିତ ଓ ସମ୍ମାନିତ ହୋଇଥିଲେ। ଡେପୁଟି ମାଜିଷ୍ଟ୍ରେଟ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଅବଶେଷରେ ସେ ଓଡ଼ିଶା କମିଶନରଙ୍କ ପର୍ସନାଲ ଆସିଷ୍ଟାଣ୍ଟ ଓ ଗଡ଼ଜାତ ସମୂହର ଅଧିକାଂଶ ସୁପରିଟେଣ୍ଡେଣ୍ଟ ହୋଇଥିଲେ। କେନ୍ଦୁଝର ରାଜା ନାବାଳକ ଅବସ୍ଥାରେ ଗାଦି ପାଇବାରୁ ସେ ସେଠାରେ ସୁପରିଟେଣ୍ଡେଣ୍ଟ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ସେହିଠାରେ ଥିଲାବେଳେ ସେ ଆଦିବାସୀମାନଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ ଏବଂ ଭୀମା ଭୂୟାଁ ରଚନାର ପ୍ରେରଣା ପାଇଥିଲେ। ତତ୍କାଳୀନ ଓଡ଼ିଶାର ସୁନାମଧନ୍ୟ କମିଶନର ରାୟବାହାଦୂର ନନ୍ଦକିଶୋର ଦାସଙ୍କ କନ୍ୟାଙ୍କ ସହ ଗୋପାଳ ବଲ୍ଲଭଙ୍କର ବିବାହ ହୋଇଥିଲା। ତାହାଙ୍କ ସ୍ତ୍ରୀଙ୍କ ନାମ ବସନ୍ତ କୁମାରୀ ଦେଈ। ଗୋପାଳ ବଲ୍ଲଭ ଓ ବସନ୍ତ କୁମାରୀଙ୍କର କୌଣସି ପୁତ୍ର ସନ୍ତାନ ନଥିଲେ। ତାଙ୍କର ଦୁଇଟି କନ୍ୟାଙ୍କ ମଧ୍ୟରୁ ଜ୍ୟେଷ୍ଠା ଉମାଦେଈ ଓ କନିଷ୍ଠା ପୂଜ୍ୟା ଦେଶନେତ୍ରୀ ଉମାଦେଈ ଉତ୍କଳରେ ସ୍ୱନାମଧନ୍ୟ। ଗୋପାଳ ବଲ୍ଲଭ ସେ ଯୁଗର ସରକାରୀ ଚାକିରିରେ ଥାଇ ମଧ୍ୟ ସାହିତ୍ୟସେବୀ ଥିଲେ ଏବଂ ବହୁ କବିତା ଗ୍ରନ୍ଥର ପ୍ରଣେତା ଓ ସଂକଳିତ ପିତା ଥିଲେ। ତତ୍କାଳୀନ ଇନ୍ଦ୍ରଧନୁ ପତ୍ରିକାର ସେ ଏକ ପ୍ରଖ୍ୟାତ ଲେଖକ ଥିଲେ ଓ ତାଙ୍କର ପାଣ୍ଡିତ୍ୟ ପ୍ରତିଭା ଉତ୍କଳର ଶିକ୍ଷିତ ସାଧାରଣ ଜାଣିଥିଲେ। ସେ ଭାଷା, ତାରକା ସଂହାର ଓ କୋଣାର୍କ ନାମକ କାବ୍ୟମାନ ଲେଖିଥିଲେ। ରତ୍ନାବଳୀ ଓ ପ୍ରତି ସୁଧାକର ପ୍ରମୁଖ ପ୍ରାଚୀନ କାବ୍ୟ କବିତା ମଧ୍ୟ ସେ ସଂକଳନ କରି ଛାପିଥିଲେ। ସେ ତାଙ୍କ ଶ୍ୱଶୁର ଶ୍ରୀ ନନ୍ଦକିଶୋର ଦାସଙ୍କ ଜୀବନୀ ମଧ୍ୟ ରଚନା କରିଥିଲେ। 1911 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଭୀମା ଭୂୟାଁ ଉପନ୍ୟାସଟି ହେଉଛି ବିଷୟବସ୍ତୁ। ଭୀମା ଭୂୟାଁ ଉପନ୍ୟାସଟି ହେଉଛି କେନ୍ଦୁଝରର ଏକ ଅଖ୍ୟାତ ଭୂୟାଁପଲ୍ଲୀର ଅଧିବାସୀ ହେଉଛନ୍ତି ସାଧୁ ସର୍ଦ୍ଦାର ଓ ତିଳ ସର୍ଦ୍ଦାର। ସାଧୁ ସର୍ଦ୍ଦାରଙ୍କ ବଡ଼ ପୁଅ ନାଁ ବାଣାସୁର, ସାନ ପୁଅ ନାଁ ଭୀମା। ତିଳ ସର୍ଦ୍ଦାରଙ୍କ ଏକମାତ୍ର କନ୍ୟା ହେଉଛି ଚୀନାମାଳୀ। ଚୀନାମାଳୀ ଦୁଇ ଭାଇଙ୍କ ପ୍ରତି ଆକୃଷ୍ଟ ହୁଏ, କିନ୍ତୁ ସାଧୁ ସର୍ଦ୍ଦାର ଓ ତିଳ ସର୍ଦ୍ଦାରଙ୍କ ନିଷ୍ପତ୍ତି ଅନୁଯାୟୀ ମାଘପଡ଼ା ପର୍ବରେ ବଡ଼ ବାଣାସୁର ସହିତ ଚୀନାମାଳୀର ବିବାହ ହୋଇଯାଏ। ଚୀନାମାଳୀକୁ ନ ପାଇ ଭୀମା ମନରେ ଅବଶ୍ୟ ସାମୟିକ ବିଷାଦ ଉପସ୍ଥିତ ହୁଏ। ଜଗଦେବଙ୍କର ବେବତା ତ୍ରିଲୋଚନ ମହାପାତ୍ରଙ୍କ ଅତ୍ୟାଚାରରେ ରାଜ୍ୟରେ ଅରାଜକତା ଦେଖାଦିଏ। ରାଜ୍ୟର ପ୍ରଜା ଓ ଅନ୍ୟ କର୍ମଚାରୀ ଏବଂ ପ୍ରତିବେଶୀ ରାମ ହରିଚନ୍ଦ୍ର ମର୍ଦ୍ଦରାଜଙ୍କର ପ୍ରଜାମାନେ ଅପମାନିତ ତଥା ଉତ୍ପୀଡ଼ିତ ହୁଅନ୍ତି। ଫଳରେ ଦୁଇ ରାଜାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଏ। ଭୀମା କୌଣସି କାରଣରୁ ରାଜାଙ୍କର ଅସନ୍ତୋଷ ଭାଜନ ହେବାରୁ ପାଟରଙ୍ଗୀର ଖେମାର କରଣଙ୍କ ସଙ୍ଗରେ ମର୍ଦ୍ଦରାଜଙ୍କ ରାଜ୍ୟକୁ ପଳାଇ ଆସେ ଏବଂ ଦେବାନ ଓ ରାମଙ୍କର ଦୃଷ୍ଟି ଆକର୍ଷଣ କରି ରାଜାଙ୍କ ନିକଟରେ ରହେ। ବିଷୟୀ ଚନ୍ଦ୍ରଶେଖର ପଟ୍ଟନାୟକ ମଧ୍ୟ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ପିଲା କୁଟୁମ୍ବ ଧରି ମର୍ଦ୍ଦରାଜଙ୍କ ରାଜ୍ୟକୁ ଚାଲି ଆସନ୍ତି। ରାଜା ଜଗଦେବ ଓ ମର୍ଦ୍ଦରାଜଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୁଏ। ଜଗଦେବଙ୍କ ବେବତା ତ୍ରିଲୋଚନ ମହାପାତ୍ର ସାଞ୍ଜ ପିନ୍ଧି ଯୁଦ୍ଧ କରୁଥିବା ସମୟରେ ଭୀମାର ଅପୂର୍ବ ସାହସ ଓ ରଣକୌଶଳ ନିକଟରେ ପରାସ୍ତ ହୋଇ ବହୁ ସୈନ୍ୟ ସହ ବନ୍ଦୀ ହୁଏ। ଭୀମା ନିଜର ବୀରତ୍ୱ ପାଇଁ ରଣଜିତ ସିଂ ପଦ ଓ ଶାଢ଼ୀ ପାଏ। ମର୍ଦ୍ଦରାଜ ବେବତାକୁ
ଶୋଳୀର ଆଦେଶ ଦିଅନ୍ତି ଏବଂ ନିଜର ପ୍ରତ୍ୟେକ ସୈନ୍ୟଙ୍କୁ 5ଟି ଲେଖାଏଁ ବନ୍ଦୀ ଶିରଚ୍ଛେଦ କରି ଛାଉଣୀ ଆଗରେ ଖୁଣ୍ଟାରେ ରଖିବାକୁ ନିର୍ଦ୍ଦେଶ ଦିଅନ୍ତି। ଭୀମା ହାତରେ ନିହତ ହେବା ପାଇଁ ଯେଉଁ 5 ଜଣ ବନ୍ଦୀ ପଡ଼ନ୍ତି ସେମାନଙ୍କ ମଧ୍ୟରେ ନିଜର ବାପା ଓ ଭାଇଙ୍କୁ ଦେଖି ଭୀମା ଦୁଃଖ ଓ ହତାଶରେ ଭାଙ୍ଗି ପଡ଼େ। ଭୀମା କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଶେଷରେ ବାପା ଭାଇଙ୍କ ବଦଳରେ ଅନ୍ୟ 2 ଜଣ ଲୋକଙ୍କର ମୁଣ୍ଡ କାଟି ଖୁଣ୍ଟା ଆଗରେ ଥୋଇଦିଏ। ତହିଁ ଆରଦିନ ରାମ ଭୀମାର କଟାମୁଣ୍ଡ ପ୍ରତି ଦୃଷ୍ଟି ନ ଦେଇ ଭୀମାକୁ ପ୍ରଶଂସା କରି ବିଦାୟ ନିଅନ୍ତି। ଉପରବେଳା ପୀଡ଼ାଗ୍ରସ୍ତ ହୁଅନ୍ତି। କ୍ରମଶଃ ରାମଙ୍କର ପୀଡ଼ା ବୃଦ୍ଧି ପାଏ। ପାଖ ଲୋକ ଓ ରାଜଜେମାଙ୍କ ବ୍ୟତୀତ ରାଜାଙ୍କ ନିକଟରେ କାହାକୁ ରହିବାର ନିର୍ଦ୍ଦେଶ ନ ଥାଏ। ବହୁ ବୈଦ୍ୟ ଚିକିତ୍ସାରେ ଲାଗିପଡ଼ନ୍ତି କିନ୍ତୁ ପୀଡ଼ା ଉପଶମ ହେଉ ନ ଥାଏ। ଭୀମା କୌଶଳରେ ନିଜ ବାପର କୌଣସି ପରିଚୟ ନ ଦେଇ ବୁଢ଼ା ବାପା ଦ୍ୱାରା 2-4 ଦିନ ପରେ ରାଜାଙ୍କର ଚିକିତ୍ସାର ବ୍ୟବସ୍ଥା କଲେ। ପ୍ରତ୍ୟହ ବୁଢ଼ାର ଲେପ ପ୍ରୟୋଗରେ ରାଜା କ୍ରମଶଃ ସୁସ୍ଥ ହୋଇଯାଆନ୍ତି ଓ ବୁଢ଼ାର ବିଶେଷ ପ୍ରଶଂସା କରି ଭୀମା ନିକଟରେ ରହିବାକୁ ଆଦେଶ ଦିଅନ୍ତି। ଚିକିତ୍ସା ସମୟରେ ବାପ ପୁଅ ସାଧୁ ଭୀମା ରାଜାଙ୍କ ନିକଟରେ ରହିଥିବା ବେଳେ ରାଜଜେମା ଉତ୍କଣ୍ଠାବଶତଃ ପିତାଙ୍କୁ ଦେଖିବାକୁ ଆସି କୃତଜ୍ଞତାରେ ଭୀମା ପ୍ରତି କଟାକ୍ଷପାତ କରନ୍ତି। ବାରମ୍ବାର ଆଗମନ ଓ କଟାକ୍ଷ ଫଳରେ ଭୀମା ପ୍ରତି ତାଙ୍କ ଚିତ୍ତରେ ପ୍ରଣୟ ସଞ୍ଚାର ହୁଏ। ଭୀମାର ଚିତ୍ରରେ ମଧ୍ୟ ଅପୂର୍ବ ଭାବତରଙ୍ଗ ସୃଷ୍ଟି ହୁଏ। ରାଜାଙ୍କ ଆଦେଶରେ ଭୀମାର ବାପାକୁ ପୁରସ୍କାର ଦେବା ପାଇଁ ଖୁଡ଼ୁ ନଳି ଯେଉଁ ଘେନି ଖୁଣ୍ଟିଆ ବୁଢ଼ା ନିକଟକୁ ଯିବାରୁ ବୁଢ଼ା ଓ ତାର ପୁଅ ବାଣାସୁରକୁ ଦେଖି ଚିହ୍ନିପାରି ରାଜାଙ୍କ ନିକଟରେ ସମସ୍ତ ରହସ୍ୟ ପ୍ରକାଶ କଲେ। ରାଜା ମନ୍ତ୍ରୀର ପରାମର୍ଶ ଅନୁସାରେ ଆଦେଶ କରନ୍ତି। ବୁଢ଼ା ଉପକାରୀ ହୋଇଥିବାରୁ ଅଦଣ୍ଡିଆ ଆଦେଶ ଅନୁସାରେ ଭୀମା ବାଣାସୁରର ମୁଣ୍ଡ କାଟି ନ ଥିବାରୁ ଭୀମା ମୁଣ୍ଡ କାଟ ହେବା କଥା। ବୁଢ଼ାର ଉପକାର ହେତୁ ଗୋଟିଏ ପୁଅ ମୁଣ୍ଡ କାଟରୁ ରକ୍ଷା ପାଇବ। ବୁଢ଼ାର ଉପକାର ହେତୁ ଗୋଟିଏ ପୁଅ ମୁଣ୍ଡ କାଟରୁ ରକ୍ଷା ପାଇବ କିନ୍ତୁ କାହାର ମୁଣ୍ଡ କଟାଯିବ ବୁଢ଼ାର ଇଚ୍ଛା ଉପରେ ନିର୍ଭର କରେ। ରାଜାଙ୍କ ନିର୍ଦ୍ଦେଶର ସାଧୁ ସର୍ଦ୍ଦାର ହୃଦୟ ଭୀଷଣ ଦ୍ୱନ୍ଦ୍ୱଜନିତ ବେଦନାରେ ବିକ୍ଷୁବ୍ଧ ହୁଏ। ପିତାର ହୃଦୟ କି କୌଣସି ପୁତ୍ରର ପ୍ରାଣଦଣ୍ଡ ଚାହେଁ। ବୁଢ଼ା ବାରମ୍ବାର ବାଣାସୁରକୁ ଓ ଭୀମାକୁ ଧରି କାନ୍ଦିବାକୁ ଲାଗେ ଏବଂ ଶେଷରେ ଶଯ୍ୟାହୀନ ହୋଇପଡ଼େ। ବାପର ଶଯ୍ୟାହୀନ ଅବସ୍ଥାରେ ଭୀମା ଠିଆ ହୋଇ ତାର ଶିରଚ୍ଛେଦ ପାଇଁ ବାରମ୍ବାର ଆଦେଶ ଭିକ୍ଷା କରିବାରୁ ରାଜା ଅତି ଦୁଃଖରେ ଆଦେଶ ଦିଅନ୍ତି। ଜହ୍ଲାଦ ନିକଟରେ ଭୀମା ନିର୍ବିକାର ଚିତ୍ତରେ ଠିଆ ହୋଇଯାଏ। ଜହ୍ଲାଦର ହାତ ଉଠୁ ନ ଥାଏ। ଚେତା ପାଇ ବୁଢ଼ା ପୁଣି ଧାଇଁ ଆସି ଭୀମା ଉପରେ ପଡ଼ିଯାଏ। ରାଜଜେମା ଏ ଦାରୁଣ ସମ୍ବାଦ ଶୁଣି ଧୈର୍ଯ୍ୟ ଧରି ନ ପାରି ପିତାଙ୍କ ନିକଟରେ ଭୀମାର ପ୍ରାଣ ଭିକ୍ଷା କରନ୍ତି। ନାଟକୀୟ ଭାବରେ ରାମର ପ୍ରାଣଦଣ୍ଡ ରହିତ ହୁଏ। ଭୀମା ଓ ରାଜଜେମା ଉଭୟଙ୍କର ହୃଦୟରେ ପ୍ରଣୟ ନିବିଡ଼ତର ହୁଏ କିନ୍ତୁ ଉଭୟଙ୍କର ମିଳନର ପ୍ରତିବନ୍ଧକ ରୂପେ ଠିଆ ହୋଇଥାଏ ଆଭିଜାତ୍ୟର ମେଘନାଦ ପାଚେରୀ। ପ୍ରଣୟ ଜନିତ ବେଦନାରେ ଉଭୟଙ୍କର ପ୍ରାଣ ଅହର୍ନିଶ ବିଳପି ଉଠେ। ରାଣୀ ହଂସପୁରର ଆମୋଦ ପ୍ରମୋଦ ତଥା ପରିଚାରିକା ମାନଙ୍କର ସଙ୍ଗୀର ପ୍ରତି ଉଦାସୀନତା ଏବଂ ପ୍ରଣୟ ସମ୍ପର୍କିତ କାବ୍ୟପାଠ ଲକ୍ଷ୍ୟ କରି ସିଂଘାଲିମା ରାଜାଙ୍କୁ ସମସ୍ତ ଜଣାଏ। ଜେମାର ସଖୀ ଇନ୍ଦୁମତୀ ରାଜାଙ୍କ ନିକଟରେ ଜେମାର ମନ କଥା ପ୍ରକାଶ କରି କହେ ଯେ ଭୀମା ରଣଜିତ୍ ଶାଢ଼ୀ ଘେନି ଏଠାକୁ ଆସୁ। ତାର ଆପତ୍ତି ନ ଥିଲେ ତାହାକୁ ଏଠାକୁ ଅନ୍ତର କରାଯାଇ ବୃନ୍ଦାବନରେ ବାସ କରିବା ପାଇଁ ଜେମାଙ୍କର ଚରମ ଅଭିଳାଷ। ଜେମାଙ୍କର ଅଭିଚାର ଅନୁସାରେ ଭୀମା ପରିଜନ ପରିବେଷ୍ଟିତା ଜେମା ଓ ରାଜାଙ୍କ ନିକଟରେ ଉପସ୍ଥିତ ହୋଇ ନିଜ ଭକ୍ତିର ବ୍ୟଞ୍ଜନାରେ ନିଜର ପ୍ରାଣର ବେଦନା ପ୍ରକାଶ କରେ ଓ ଜେମାଙ୍କ ନିର୍ଦ୍ଦେଶରେ ଭୀମା ରଣଜିତ୍ ଶାଢ଼ୀ ରାଜାଙ୍କ ନିକଟରେ ଥୋଇଦିଏ। ଜେମା ମୁଣ୍ଡରୁ ମଥାମଣି କାଢ଼ି ଇନ୍ଦୁମତୀ ହସ୍ତରେ ଭୀମାକୁ ଦିଅନ୍ତି। ଭୀମା ମଥାମଣି ମୁଣ୍ଡରେ ମାରି କାଷ୍ଠ ପିତୁଳି ପରି ଠିଆ ହୁଅନ୍ତି। ଇନ୍ଦୁମତୀ ଜେମାଙ୍କର ଅଭିଳାଷ ଭୀମାକୁ ଜଣାଇ
ତୁମେ ଇନ୍ଦ୍ରିୟ ଦମନ କରି ନିର୍ବିକାର ନିର୍ମମ ପ୍ରେମମୟ ପୁରୁଷ ହୋଇ ମଥାମଣି ଧରି ଗୋପନ ଭାବରେ ଥିବା ଜେମାଙ୍କ ନିକଟରେ ଯଦି ଉପସ୍ଥିତ ହେବ, ତାହେଲେ ରଣଜିତ୍ ସିଂ ଷାଢ଼ୀକୁ ଜିତେନ୍ଦ୍ରିୟ ଷାଢ଼ୀ ରୂପେ ପୁଣି ଲାଭ କରିବ। ଭୀମା ପ୍ରଣାମ କରି ବିଦାୟ ନିଏ। ବହୁ ଦିନ ପରେ ଅନ୍ତିମ କାଳରେ ଭୀମା ଯେତେବେଳେ ପୂର୍ଣ୍ଣ ସଂଯତ ଓ ପ୍ରେମମୟ, ସେତେବେଳେ ଜେମାଙ୍କ ସହିତ ତାହାର ସାକ୍ଷାତ ହୁଏ। ଏହା ହେଉଛି ନାୟକ ନାୟିକାଙ୍କର ପ୍रणୟର ପରିଣତି। ତ ଇଏ ଥିଲା ଆମର ଭୀମା ଭୂୟାଁ ଉପନ୍ୟାସର ଲଙ୍ଗ କ୍ୱେଶ୍ଚେନ୍। ଯେଉଁମାନେ ବି ଆସାଇନମେଣ୍ଟ ଲେଖିବାକୁ ଚାହୁଁଛନ୍ତି କିମ୍ବା ଲଙ୍ଗ କ୍ୱେଶ୍ଚେନ୍ ଲେଖିବାକୁ ଚାହୁଁଛନ୍ତି, ଏଇଥିରୁ ଆପଣମାନେ ଲେଖିପାରିବେ।